ଆମର ଜଣେ ଅନନ୍ୟ ଚକ୍ରବର୍ତ୍ତୀ ଜଣେ ଯିଏ ଆସୋସିଏଟ୍ ପ୍ରଫେସର ଥିଲେ ତାଙ୍କ ସେ ରୁମ୍ରେ ଏକୁଟିଆ ରହୁଥିଲେ। ତେଣୁ ଅନେକ ତାଙ୍କୁ ଯେତେବେଳେ କଣ୍ଟାକ୍ଟ କରାଗଲା କ୍ଲାସ୍ ଆଟେଣ୍ଡ କରିବା ପାଇଁ ସେ କୌଣସି ରିପ୍ଲାଏ ନ ଦେବାରୁ ତାପରେ ତାଙ୍କର ଅଥରିଟି ଏମ୍ଏଲ୍ଏ ଅଥରିଟି ସେମାନେ ଯାଇକି ଦେଖିଲେ ଯେ କବାଟ ଭିତର ଗୋଟେ ବନ୍ଦ ଅଛି। ବାରମ୍ବାର ଡାକିବା ପରେ ବି କୌଣସି ରେସ୍ପନ୍ସ ଯେହେତୁ ମିଳିଲାନି ତାପରେ ପୋଲିସ ଏବଂ ତାଙ୍କ ଅନ୍ୟମାନଙ୍କ ଉପସ୍ଥିତିରେ ଭିଡ଼ିଓଗ୍ରାଫି କରାଯାଇକି କବାଟ ଭଙ୍ଗାଯାଇ ଭିତରକୁ ଗଲାବେଳେ ଦେଖାଗଲା ଯେ ସେ ତାଙ୍କର ଖଟ ଉପରେ ଶୋଇଛନ୍ତି ଏବଂ ତାଙ୍କୁ ତୁରନ୍ତ ଏସ୍ସିବି ମେଡ଼ିକାଲ କଲେଜ ପଠାଇଲେ ଯେହେତୁ ତାଙ୍କୁ ରିସିଭ୍ ଡେଟ୍ ବୋଲି ଜଣାଗଲା। ତେଣୁ ଏ ସଂକ୍ରାନ୍ତରେ ଗୋଟେ ଅପମୃତ୍ୟୁ କେସ୍ ରୁଜୁ କରାଯାଇଛି CDFS ଥାନାରେ ଏବଂ ବର୍ତ୍ତମାନ ସୁଦ୍ଧା ଇନକ୍ୱେଷ୍ଟ ହେଇକି ପୋଷ୍ଟମର୍ଟମ୍ ଚାଲିଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଅନ୍ୟାନ୍ୟ ଇନକ୍ୱାରି ପରେ ତାଙ୍କର ଯେଉଁ ଘର ଲୋକମାନେ ଯେଉଁମାନେ ଆସିଥିଲେ ସେମାନେ ମୃତ୍ୟୁର କାରଣ ବିଷୟରେ ସେମାନେ କହୁଛନ୍ତି ଯେ କାର୍ଡ଼ିଆକ୍ ଆଟାକ୍ ହେଇଛି ବୋଲି ସେମାନେ କହୁଛନ୍ତି, କିନ୍ତୁ ପୋଷ୍ଟମର୍ଟମ୍ ହେଲା ପରେ ପ୍ରକୃତ କାରଣ ଜଣାପଡ଼ିବ। ତାଙ୍କର ତାଙ୍କ ସହିତ ଯେହେତୁ ମନାନ୍ତର ଥିଲା, ସେ ଏକୁଟିଆ ରହୁଥିଲେ। ତାଙ୍କର ହଜବେଣ୍ଡ ଯିଏ ସେ କୋଲକାତାରେ ରହନ୍ତି ଏବଂ ତାଙ୍କର କିନ୍ତୁ ଅନ୍ୟାନ୍ୟ ପରିବାର ଲୋକ ଆସିଛନ୍ତି, ସେମାନେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ପୋଷ୍ଟମର୍ଟମ୍ ଚାଲିଛି। ପୋଷ୍ଟମର୍ଟମ୍ ହେଇସାରିବା ପରେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ସେମାନେ କୌଣସି ଅଭିଯୋଗ କରିନାହାନ୍ତି। ସେମାନେ କହୁଛନ୍ତି ଯେ ତାଙ୍କର କ'ଣ କାର୍ଡ଼ିଆକ୍ ହିଷ୍ଟ୍ରି ଥିଲା, ହାର୍ଟ ରୋଗର କିଛି ହିଷ୍ଟ୍ରି ଥିଲା, ସେଥିପାଇଁ ତାଙ୍କର ମୃତ୍ୟୁ ହେଇଥାଇପାରୁ ସେମାନେ ତାଙ୍କୁ ବୟାନ କରୁଛନ୍ତି। ସେ ଥିଲେ ଆସୋସିଏଟ୍ ପ୍ରଫେସର ନ୍ୟାସନାଲ୍ ଲ ୟୁନିଭର୍ସିଟି କଟକ।